ଛୁରା ମାଡ଼ ମାରି ଜେଲ୍ ଗଲା ଅଭିଯୁକ୍ତ। 3 ଜଣଙ୍କୁ ଛୁରା ମାଡ଼ ମାରିବା ପଡ଼ିଲା ମହଙ୍ଗା, ଜେଲ୍ ଗଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଧୁମାଭଟା ଗାଁରେ। ଧୁମାଭଟା ଗାଁକୁ କଳଚିକିତ୍ସାର ଗାଁର କୃଷ୍ଣଚନ୍ଦ୍ର ଠାକୁର ଓ ଦିନେଶ ବୁଡ଼େକ କୌଣସି କାମ ପାଇଁ ଯାଇଥିବା ବେଳେ ଧୁମାଭଟା ଗାଁର ବିକି ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଠାକୁର ଏବଂ ଦିନେଶ ବୁଡ଼େକ ସହ କୌଣସି କଥାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ କୃଷ୍ଣଚନ୍ଦ୍ର ଠାକୁର ଓ ଦିନେଶ ବୁଡ଼େକଙ୍କୁ ବିକି ପଟ୍ଟନାୟକ ଛୁରୀ ଆକ୍ରମଣ କରିଥିଲା। ଆକ୍ରମଣ ହେଉଥିବା ସମୟରେ କଳଚିକିତ୍ସାର ଗାଁର ଭଜ ରାଉତ ଘଟଣାସ୍ଥଳକୁ ପହଞ୍ଚି ବିକି ପଟ୍ଟନାୟକଙ୍କୁ ବୁଝାମଣା କରୁଥିବା ବେଳେ ପୁଣି ଓଲଟା ଭଜ ରାଉତଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା। ଏପରି ଭାବେ ମୋଟ 3 ଜଣଙ୍କୁ ବିକି ପଟ୍ଟନାୟକ ଆକ୍ରମଣ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏପଟେ ଅଭିଯୁକ୍ତ ବିକି ପଟ୍ଟନାୟକଙ୍କୁ ଗିରଫ କରି ବେଲପଡ଼ା